ପ୍ରେମରେ କୁହନ୍ତୁ ସଦ୍ଗୁରୁଦେବ ମହାରାଜ କି ଜୟ। ସମସ୍ତ ଦର୍ଶକ ବନ୍ଧୁଙ୍କୁ ସାଦର ଜୟ ଶ୍ରୀ ସଚ୍ଚିଦାନନ୍ଦ। ଅନ୍ତମତି ସାଗତି। ପ୍ରାଚୀନ କାଳରେ ଆମ ଦେଶରେ ଭରତ ନାମରେ ଜଣେ ମହାପ୍ରତାପୀ ପ୍ରଜାବତ୍ସଳ ଏବଂ ଧର୍ମପରାୟଣ ରାଜା ଥିଲେ। ତାଙ୍କ ଶାସନ କାଳରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ। ସେ ଅନେକ ଅଶ୍ୱମେଧ ଯଜ୍ଞ ମଧ୍ୟ କରିଥିଲେ ଓ ବ୍ରାହ୍ମଣମାନଙ୍କୁ ତାଙ୍କର ମନ ମୁତାବକ ଦାନ ଦେଉଥିଲେ। ବୃଦ୍ଧାବସ୍ଥା ଆସିବାରୁ ସେ ପୁତ୍ରମାନଙ୍କୁ ରାଜ୍ୟ ସମର୍ପି ଦେଇ ତପସ୍ୟା କରିବା ଉଦ୍ଦେଶ୍ୟରେ ବନଗମନ କଲେ ଓ ସେଠାରେ କୁଡ଼ିଆଟିଏ ନିର୍ମାଣ କରି ତପସ୍ୟା କରିବାକୁ ଲାଗିଲେ। ଦିନେ ତପସ୍ୱୀ ଭରତ ନଦୀ କୂଳରେ ଭ୍ରମଣ କରୁଥିବା ସମୟରେ ଏକ ଗର୍ଭବତୀ ହରିଣକୁ ଜଳପାନ କରୁଥିବାର ଦେଖିଲେ। ଠିକ୍ ସେତିକି ବେଳେ ଜଙ୍ଗଲ ଭିତରୁ ସିଂହର ଗର୍ଜନ ଶୁଣିବାକୁ ମିଳିଲା। ସିଂହର ଗର୍ଜନ ଶୁଣି ହରିଣଟି ଭୟଭୀତ ହୋଇଗଲା ଓ ଜଙ୍ଗଲ ଭିତରକୁ ପଳାଇ ଯିବା ପାଇଁ ଏତେ ଜୋରରେ ଦୌଡ଼ିବାକୁ ଲାଗିଲା ଯେ ରାସ୍ତା କଡ଼ରେ ଥିବା ଜଳାଶୟ ନିକଟରେ ହିଁ ଅକସ୍ମାତ୍ ତାର ଗର୍ଭସ୍ଥ ଶାବକଟି ଭୂମିଷ୍ଠ ହୋଇଗଲା ଓ ମା ହରିଣଟି ସେଇଠାରେ ହିଁ ପ୍ରାଣତ୍ୟାଗ କରିଦେଲା। କିନ୍ତୁ ତାର ଅସହାୟ ଶାବକଟି ସେହି ଜଳାଶୟ ନିକଟରେ ପଡ଼ି ରହିଲା। ନିଃସହାୟ ଶାବକର ଏପରି ଅବସ୍ଥା ଦେଖି ତପସ୍ୱୀ ଭରତଙ୍କ ହୃଦୟରେ ଦୟାଭାବ ଜାଗ୍ରତ ହେଲା ଏବଂ ସେ ହରିଣ ଶାବକକୁ ଜଳାଶୟ ନିକଟରୁ ଉଠାଇ ନିଜ ଆଶ୍ରମକୁ ନେଇ ଆସିଲେ। ସେ ତାର ଖୁବ୍ ସେବା ସତ୍କାର କରି ନିଜ ପାଖରେ ରଖିଲେ। ତାର ଖାଦ୍ୟପେୟ ପ୍ରତି ମଧ୍ୟ ସେ ବିଶେଷ ଧ୍ୟାନ ଦେଉଥିଲେ। ଧୀରେ ଧୀରେ ହରିଣ ଛୁଆଟି ବଡ଼ ହେବାକୁ ଲାଗିଲା। ସ୍ନେହବଶତଃ ସେ ଋଷି ଭରତଙ୍କ ସହ ଖେଳିବାକୁ ଲାଗିଲା। କେତେବେଳେ ସେ କୌତୁକରେ ଡିଆଁ ମାରୁଥିଲା ତ ଆଉ କେତେବେଳେ ଋଷି ଭରତଙ୍କ ଦେହରେ ନିଜ ଦେହକୁ ଘଷି ଦେଉଥିଲା। ହରିଣ ଛୁଆଟିର ଏହି ଚପଳତା ଏବଂ ଖେଳକୁଦକୁ ଦେଖି ଭରତଙ୍କ ମନରେ ତା ପ୍ରତି ସ୍ନେହ ମମତା ଭରିଗଲା ଓ ଧୀରେ ଧୀରେ ଆସକ୍ତି ଭାବ ଜାଗି ଉଠିଲା। ବର୍ତ୍ତମାନ ଋଷି ଭରତ ସବୁବେଳେ ସେହି ହରିଣ ଛୁଆର କଥା ଭାବିବାକୁ ଲାଗିଲେ। ଏପରିକି ଜଙ୍ଗଲକୁ ଫଳ ଆଣିବାକୁ ଗଲେ କିମ୍ବା ନଦୀରେ ସ୍ନାନ କଲାବେଳେ ଓ ତପସ୍ୟା କରୁଥିବା ସମୟରେ ମଧ୍ୟ ତାଙ୍କୁ ସେହି ହରିଣ ଛୁଆର କଥା ମନେ ପଡ଼ୁଥିଲା। ତପସ୍ୟାରେ ବସିଥିବା ବେଳେ ସେ ଏହି ଚିନ୍ତା କରୁଥିଲେ ଯେ କେଜାଣି ମୁଁ ଜଙ୍ଗଲକୁ ଫଳ ଆଣିବାକୁ ଗଲାବେଳେ ହରିଣ ଶାବକଟିକୁ କୌଣସି ହିଂସ୍ର ଜନ୍ତୁ ଆସି ମାରିଦେବନି ତ। ଏହିପରି ଭାବରେ ଭରତ ଦିନ ରାତି ସବୁବେଳେ ସେହି ହରିଣର ଚିନ୍ତାରେ ହିଁ ବୁଡ଼ି ରହୁଥିଲେ। ବୃଦ୍ଧାବସ୍ଥାରେ ପହଞ୍ଚିବା ପରେ ବି ଋଷି ଭରତଙ୍କ ମନରେ ମୋହ ମମତା ଘେରି ରହିଥିଲା। ସେ ହରିଣର ମୋହ ଫାଶରେ ବାନ୍ଧି ହୋଇ ନିରନ୍ତର ତା ଚିନ୍ତାରେ ବୁଡ଼ି ରହୁଥିଲେ। ଧୀରେ ଧୀରେ ସମୟ ଅତିବାହିତ ହେବାକୁ ଲାଗିଲା ଓ କାଳକ୍ରମେ ତପସ୍ୱୀ ଭରତ ଅତ୍ୟନ୍ତ ବୃଦ୍ଧ ହୋଇଗଲେ। ଧ୍ୟାନ ଓ ତପସ୍ୟା କରିବା ସମୟରେ ବି ମୋହବଶତଃ ସେ ସେହି ହରିଣର କଥା ଭାବୁଥିଲେ। ଧ୍ୟାନ ଏବଂ ତପସ୍ୟାରେ ଆଦୌ ତାଙ୍କର ମନ ଲାଗୁନଥିଲା। ଭଗବାନଙ୍କର ଧ୍ୟାନ ଭଜନ କରିବା ଭୁଲି ଯାଇ ସେ ନିରନ୍ତର ସେହି ହରିଣ ଚିନ୍ତନରେ ହିଁ ବୁଡ଼ି ରହିଲେ। ଯାହାଫଳରେ ଅନ୍ତିମ କାଳରେ ମଧ୍ୟ ସେହି ହରିଣ ଛୁଆର କଥା ଭାବି ଭାବି ପ୍ରାଣ ତ୍ୟାଗ କଲେ ଓ ମୃତ୍ୟୁ ପରେ ତାଙ୍କୁ ହରିଣ ଜନିରେ ଜନ୍ମ ନେବାକୁ ପଡ଼ିଲା। ଅସହାୟ ଶାବକ ପ୍ରତି ଦୟା କରିବା ଏବଂ ତାର ଲାଳନ ପାଳନ କରିବା ଯଦିଓ ତାଙ୍କର କର୍ତ୍ତବ୍ୟ କର୍ମ ଥିଲା, କିନ୍ତୁ ହରିଣ ଛୁଆଟି ବଡ଼ ହୋଇଗଲା ପରେ ତପସ୍ୱୀ ଭରତଙ୍କୁ ତା ପ୍ରତି ମୋହ ମମତା ରଖିବା ଆଦୌ ଉଚିତ ନଥିଲା। ବାସ୍ତବରେ ଜଣେ ସାଧକ କିମ୍ବା ତପସ୍ୱୀକୁ ସାଂସାରିକ ଆକର୍ଷଣ ଓ ସ୍ନେହ ମମତାରୁ ଦୂରେଇ ରହିବା ଉଚିତ।
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ବୁଝାଇ କହିଛନ୍ତି, ହେ ଅର୍ଜୁନ, ଅନ୍ତମତି ସା ଗତି, ଅର୍ଥାତ୍ ଅନ୍ତିମ କାଳରେ ଯିଏ ଯେପରି ଚିନ୍ତନ କରି ଶରୀର ତ୍ୟାଗ କରେ, ତାକୁ ତାର ମୃତ୍ୟୁ ଉପରାନ୍ତେ ଠିକ୍ ସେହି ଅନୁରୂପ ଶରୀର ଧାରଣ କରିବାକୁ ପଡ଼େ। ଅନ୍ତିମ ସମୟରେ ଯିଏ ଭଗବାନଙ୍କୁ ସ୍ମରଣ କରି ଶରୀର ତ୍ୟାଗ କରେ, ନିଃସନ୍ଦେହ ତାକୁ ଭଗବତ ହିଁ ପ୍ରାପ୍ତି ହୋଇଥାଏ। ତେଣୁ ଅନ୍ତିମ ସମୟରେ ସଦ୍ଗତି ପ୍ରାପ୍ତ କରିବା ପାଇଁ ପ୍ରତ୍ୟେକ ସାଧକକୁ ସବୁବେଳେ ଭଗବାନଙ୍କର ନାମ ସ୍ମରଣ କରିବା ଉଚିତ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ ଯୁଦ୍ଧ କରିବା ସଙ୍ଗେ ସଙ୍ଗେ ନିରନ୍ତର ନାମର ସୁମିରଣ କରିବାକୁ ଉପଦେଶ ଦେଇଥିଲେ। ତେଣୁ ଯିଏ ନିଜ ଜୀବନରେ ସକଳ କର୍ମ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କର ନାମ ସୁମିରଣ କରେ, ସେ ନିଶ୍ଚିତ ରୂପେ ଭଗବାନଙ୍କୁ ହିଁ ପ୍ରାପ୍ତ କରିଥାଏ ଓ ତାର ମାନବ ଜୀବନ ସଫଳ ଏବଂ ସାର୍ଥକ ହୋଇଥାଏ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।